ଆଜିର ପ୍ରାତଃକାଳ ଉପାସନା ଆରମ୍ଭ କରିବା। ଆଉ ରିଏଲ ମିଷ୍ଟ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ସ୍ୱାଗତ କରିବା ସହିତ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଆଉ ଯଦି ଆପଣମାନେ ଠିକ ସ୍ଥାନରେ ବସି ଅଛନ୍ତି, କମ୍ଫର୍ଟେବଲ ଜାଗାରେ ଅଛନ୍ତି, ପ୍ରଭୁଙ୍କର ଗୌରବ ନିମନ୍ତେ ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ ଆପଣମାନେ ଭିଡିଓ ଅନ୍ କରିକି ବସିପାରିବେ। ଆଉ ଆଜିର ଉପାସନା ମାନେ ଆରମ୍ଭ କରିବା ପୂର୍ବରୁ ମୁଁ ଅନୁରୋଧ କରୁଛି, ମୁଁ ସଂକ୍ଷିପ୍ତରେ ପ୍ରାର୍ଥନା କରିବି, ତାପରେ ଆମେ ଉପାସନା ଆରମ୍ଭ କରିବା। ପ୍ରିୟ ପ୍ରଭୁ, ଆମେ ଧନ୍ୟବାଦ ଦେଉଅଛୁ ସୁନ୍ଦର ଦିନ, ସୁନ୍ଦର ସମୟ ପାଇଁ ଆମମାନଙ୍କ ଜୀବନରେ ତୁମେ ଯୋଡ଼ି ଦେଇଅଛ। ପ୍ରଭୁ ଆମେ ଧନ୍ୟବାଦ ଦେଉଅଛୁ। ପ୍ରଭୁ, ଶୋଇ ଉଠିଲା ପରେ ପ୍ରଥମ ସ୍ଥାନ ପ୍ରଭୁ ତୁମକୁ ଦେବା ପାଇଁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି। ଆଜିର ଉପାସନାକୁ ପ୍ରଭୁ ତୁମ ହସ୍ତରେ ସମର୍ପଣ କରୁଛି। ପ୍ରଭୁ, କୌଣସି ପ୍ରୋବ୍ଲେମ ନ ହଉ, ଇଲେକ୍ଟ୍ରିସିଟିର କିମ୍ବା ଆଉ ଇଣ୍ଟରନେଟର କୌଣସି ଡିଭାଇସର କୌଣସି ପ୍ରୋବ୍ଲେମ ନ ହଉ। ଯେପରି ପ୍ରଭୁ ଯୋଉ ସ୍ଥାନରେ କରେଣ୍ଟ ନାହିଁ ସେ ସ୍ଥାନରେ କରେଣ୍ଟ ଆସୁ, ଯୋଉ ସ୍ଥାନରେ ଇଣ୍ଟରନେଟ ପ୍ରୋବ୍ଲେମ ରହିଛି ଇଣ୍ଟରନେଟ ପ୍ରୋବ୍ଲେମ ଦୂର ହଉ ଯାଉ, ଯେପରି ଅନେକ ଡିଭାଇସ ଆଜି ଜଏନ ହେଇପାରିବେ। ଆଉ ଆଜିର ଉପାସନା ଏକ ଆଶୀର୍ବାଦ ଯୁକ୍ତ ଉପାସନା ହେଇପାରିବ, ସେଥିପାଇଁ ତୁମେ ଦୟା କର। ଆମେ ପ୍ରତ୍ୟେକ ଯେପରି ପ୍ରଭୁ ତୁମକୁ ଅନୁଭବ କରିପାରିବୁ, ସେଥିପାଇଁ ତୁମେ ସାହାଯ୍ୟ କର। ମୁଁ ପରିଚାଳନା କରିବି, ପ୍ରଭୁ ମତେ ଦୟା କର, ମତେ ଶିଖାଅ, ବୁଝାଅ। ପ୍ରଭୁ ପ୍ରାର୍ଥନା କରୁଛି ତୁମ ଦାସ ପାଷ୍ଟର ଅଜୟ ମସି ବର୍ଷିପ କରିବେ, ତୁମ ଦାସଙ୍କୁ ବି ଆଶୀର୍ବାଦ କର। ଆଉ ତୁମ ଦାସ ଡିକନ ଜେନା ସାର୍ ପ୍ରଭୁ ବାକ୍ୟ ପରିବେଷଣ କରିବେ, ତୁମ ଦାସଙ୍କୁ ମଧ୍ୟ ବାକ୍ୟ ତୁମର ଅଭିଷେକ କର। ଆଜିର ଉପାସନା ଆମଙ୍କ ଜୀବନକୁ ଆଶୀର୍ବାଦ ଆଣିଦେଉ, ଆମ ଜୀବନକୁ ସଂଶୋଧନ କରିଦେଉ। ପ୍ରଭୁ, ଆମଙ୍କ ମଧ୍ୟରେ କିଏ ଅସୁସ୍ଥ ଥିଲେ ପ୍ରଭୁ ସେମାନେ ସୁସ୍ଥତା ପାଆନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମର ଉପସ୍ଥିତିକୁ ଆମେ ଅନୁଭବ କରି ପ୍ରଶଂସା ଗୌରବ କରିପାରିବୁ, ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ ପ୍ରଭୁ, ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛି ପିତା, ଆମେନ୍। ଏହି ସମୟରେ ଆମେ ସ୍ତୁତି ଆରାଧନା କରିବା, ପ୍ରଭୁଙ୍କର ପ୍ରଶଂସା ଗୌରବ କରିବା। ଆମଙ୍କ ମଧ୍ୟରେ ଅଛନ୍ତି ପ୍ରଭୁଙ୍କ ଦାସ, ଆଗ୍ରାରେ ରହି ପ୍ରଭୁଙ୍କର ସେବା କାର୍ଯ୍ୟ କରନ୍ତି ଯୁବ ପାଳକ ଆଉ ପାଷ୍ଟର अजय मसीह। प्रभु यीशु के नाम रे प्रभु को दास को मैं स्वागत करे। हमारा बीच में प्रभु का दास है जो कि आगरा में रहता है, प्रभु की सेवकाई करता है। प्रभु को दास को प्रभु का नाम से मैं स्वागत करता हूँ। सामने आएंगे और प्रभु की स्तुति महिमा प्रभु की बड़ाई करेंगे। ओवर टू अजय मसीह। ओके, प्रेज द लॉर्ड। समस्त को जय मसीह। गुड मॉर्निंग। मेरी आवाज आ रही क्लियर? ओके, सो थैंक यू सो मच सर। प्रभु आपको भी आशीष दे और रियल मिनिस्ट्री को बहुतायत से प्रभु बढ़ाए। और मैं रियल मिनिस्ट्री के होस्ट सर को मैं तहे दिल से धन्यवाद करता हूँ। और मुझे जो है और इस ऑनलाइन प्लेटफॉर्म पे बुलाते रहते हैं, मैं बहुत अच्छा लगता है। और हम जीवित परमेश्वर की उपस्थिति में रहकर जो है आराधना स्तुति करेंगे। सो प्रभु का मैं धन्यवाद करता हूँ कि प्रभु ने एक सुंदर अवसर दिया है। इस सुंदर अवसर में हम प्रभु को आदर और महिमा देना है। हालेलुया। जैसे कि पास्टर जी ने कहा, अगर आप सही जगह पे बैठे हैं तो अपने वीडियो को ऑन करके आप बैठ सकते हैं। और ये जो समय है प्रभु की प्रेजेंस में बैठकर आराधना स्तुति करने के लिए, प्रभु के नाम को ऊंचा करने के लिए। हालेलुया। सो गीत गाएंगे। यीशु मसीह तेरे जैसा है कोई नहीं, तेरे चरणों में झुके आसमान और महिमा गाए जमीन। आमेन। तो इसी गीत को गाकर हम प्रभु की तारीफ करेंगे, प्रभु को महिमा देंगे। आमेन। हालेलुया। धन्यवाद हो मेरे महान परमेश्वर। हालेलुया। तू पवित्र है, तू सच्चा प्रभु है। यहाँ पर जितने भी है पिता, जैसा वचन में लिखा है, आत्मा और सच्चाई से आराधना करने वालों को प्रभु तू ढूंढता है। आज यहाँ पर जितने भी बैठे प्रभु, आपकी आराधना आत्मा और सच्चाई से करके आपकी आराधना स्तुति करने वाला मन दीजिए, ताकि वो जाग कर और प्रभु आपकी उपस्थिति का प्रभु आनंद ले सके और आपका सम्मान दे सके। प्रभु आपकी जय जयकार कर सके। राज धन्यवाद मेरे महान परमेश्वर, आपके नाम की महिमा यीशु के नाम से। आमेन। तो आइए हम प्रभु की स्तुति के गीतों को गाकर प्रभु को महिमा देंगे।
सब लोग ताली बजाकर प्रभु को स्तुति प्रशंसा करेंगे। यीशु मसीह तेरे जैसा है कोई नहीं, तेरे चरणों में झुके आसमां और महिमा गाए जमीन। यीशु मसीह तेरे जैसा है कोई नहीं, तेरे चरणों में झुके आसमां और महिमा गाए जमीन। हम गाए हो सारा, तू राजाओं का है राजा, तेरी महिमा होए सदा। तू है प्रभु हमारा खुदा, हम गाए हो सारा, तू राजाओं का है राजा, तेरी महिमा होवे सदा। तू है प्रभु हमारा खुदा। प्यारे पिता, तूने हमसे कितना प्यार किया, हमें पापों से छुड़ाने को अपने बेटे को कुर्बान किया। प्यारे पिता, तूने हमसे कितना प्यार किया, हमें पापों से छुड़ाने को अपने बेटे को कुर्बान किया। हम गाए हो सारा, तू राजाओं का है राजा, तेरी महिमा होवे सदा। तू है प्रभु हमारा खुदा, हम गाए हो सारा, तू राजाओं का है राजा, तेरी महिमा होवे सदा। तू है प्रभु हमारा खुदा। आमीन हालेलुया। योग्यता से बढ़ के दिया है अपनी दया से तूने मुझे, योग्यता से बढ़ के दिया है अपनी दया से तूने मुझे। मांगने से ज्यादा मिला मुझे, आभारी हूँ प्रभु मैं। मांगने से ज्यादा मिला मुझे, आभारी हूँ प्रभु मैं। तेरी स्तुति मैं करूँ, आराधना करूँ दिल से हालेलुया। तेरी स्तुति मैं करूँ, आराधना करूँ दिल से मेरी सांसों में तेरा नाम रहे, मेरी सांसों में तेरा नाम रहे। है यीशु तू ही तू, तेरी स्तुति
हालेलुया। मैं तेरी स्तुति मैं करूं, आराधना करूं दिल से, दिल से। मेरी सांसों में तेरा नाम रहे, मेरी सांसों में तेरा नाम रहे। यीशु तू ही तू, तेरी स्तुति मैं करूं, आराधना करूं दिल से, दिल से। हालेलुया। तेरी स्तुति मैं करूं, आराधना करूं दिल से, दिल से। जहां मेरी नजर जाए वहां तेरी स्तुति हो, जहां मेरी नजर जाए वहां तेरी स्तुति हो। सारी दुनिया का रखवाला तू, सारी दुनिया का रखवाला तू है यीशु, तू ही तू। तेरी स्तुति मैं करूं, आराधना करूं दिल से, दिल से। हालेलुया। तेरी स्तुति मैं करूं, आराधना करूं दिल से, दिल से। जहां मैं जाऊं तेरी आराधना हो, जब मैं कुछ करूं तेरी आराधना हो। मेरे कामों से तेरी आराधना हो, मेरी बातों में तेरी आराधना हो। जहां मैं जाऊं तेरी आराधना हो, जब मैं कुछ करूं तेरी आराधना हो। यीशुआ तेरी आराधना हो, यीशुआ तेरी आराधना हो, यीशुआ तेरी आराधना हो, यीशुआ तेरी आराधना हो। यस हालेलुया। प्रभु परमेश्वर आपकी आराधना हो, प्रभु आपकी स्तुति होवे, आपकी प्रशंसा हो पिता परमेश्वर, आपकी आराधना और आपकी स्तुति करते हैं राजा। हालेलुया। ओ दिल पे सदा तेरा पहरा रहे, सोचों पे बस तेरा पहरा रहे। दिल पे सदा तेरा पहरा रहे, सोचों पे बस तेरा पहरा रहे। सुन मेरे दिल की दुआ, सुन मेरे दिल की दुआ। रूह पाक मुझको जरा, जैसे तेरी मर्जी चला। रूह पाक मुझको जरा, जैसे तेरी मर्जी चला। मेरा तन मन ये चाहे, मुझे तेरी कैद हो जाए। ओ मेरा तन मन ये चाहे, मुझे तेरी कैद हो जाए। मुझसे दूर न जाए,
मर्जी चला, रूह पाक मुझको चला, जैसे तेरी मर्जी चला। यस, रूह पाक पवित्र आत्मा मुझको चला, जैसे तेरी मर्जी है वो चला। पिता की मर्जी पूरी हो, उस राजाओं के राजा की मर्जी पूरी हो। हम धन्यवाद करेंगे, थोड़ी देर स्तुति करेंगे। ओ हालेलुया हालेलुया, तारीफोबे 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 तारीफोबे। ओ रक्तम जयम रक्तम जयम रक्तम जयम रक्तम जयम रक्तम जयम। ओ धन्यवाद 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 धन्यवाद। हमने गीतों को गाकर, अलग अलग गीतों को गाकर प्रभु की महिमा की है, प्रभु की तारीफ की है, प्रभु की जय जयकार की है। ओ रिया प्रभु हर एक को छू लीजिए, प्रभु हर एक को अपने सामर्थ्य हाथ में ले लीजिए राजा। ओ धन्यवाद 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 धन्यवाद। यस हालेलुया। ओ रियाला वशंतोरी वशकला बलबा। ओ हालेलुया। क्या आप अपने जीवन में अपने खुद की उन्नति चाहते हैं? यहाँ पर जितने भी जुड़े हुए सबके लिए प्रभु कह रहा है, क्या आप अपने जीवन में उन्नति चाहते हैं? क्या आप अपने जीवन में कुछ बढ़ता हुआ वो परमेश्वर के राज्य को देखना चाहते हैं? ओ हालेलुया। अगर इस प्रकार से है तो जरूर आप परमेश्वर की उपस्थिति में बैठकर उस परमेश्वर की बातों को फॉलो करें। जैसे वचन में लिखा है, जो अन्य भाषाओं में प्रार्थना करता है या आराधना करता है वो मनुष्य से नहीं परंतु परमेश्वर से बात करता है, और वो भेद की बातें वो उसे कोई समझ नहीं सकता है। और जो कोई अन्य भाषा में आराधना करता है वो खुद की उन्नति करता है। इसलिए हालेलुया, जिस प्रकार परमेश्वर का वचन कहता है उसी प्रकार से अगर हम करते हैं तो हम खुद में उन्नति लाने के लिए हम अपने आप को प्रभु की उपस्थिति में बैठकर आराधना स्तुति करना है। अन्य भाषाओं में आराधना कर सकते हैं आप, प्रभु की तारीफ कर सकते हैं आप, प्रभु की जय जयकार कर सकते हैं आप, और आप खुद के अंदर उन्नति को देख सकते हैं। ओ रिबला बशा बला बरा बला बरा बला बशा बला बा। ओ शंतो री 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 बले बशा बला बला बा। ओ पवित्र 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 पवित्र। यहाँ पर जितने लोग हालेलुया आराधना कर रहे आत्मा और सच्चाई से, वचन कहता है आत्मा और सच्चाई से आराधना करने वालों को प्रभु ढूंढता है। आज प्रभु आपको ढूंढ रहा है, आपको ढूंढ रहा है, क्योंकि आप जो आत्मा और सच्चाई से जो आराधना कर रहे हैं अपने जगह पे बैठकर वो प्रभु की उपस्थिति में बैठकर आनंद ले रहे हैं, वो प्रभु की उपस्थिति में बैठकर प्रभु में खो रहे हैं। ओ हालेलुया। ओ रूह पाक पवित्र आत्मा आपको चलाएगी, पवित्र आत्मा आपको चलाएगी, पवित्र आत्मा आपको चलाएगी, पवित्र आत्मा आपको हालेलुया उभारेगी, पवित्र आत्मा आपको नया अभिषेक से भरेगी, वो पवित्र आत्मा आपको अपने सामर्थ्य से भरेगी। वचन में लिखा है जब पवित्र आत्मा तुम पर आएगा तुम सामर्थ्य पाओगे। हालेलुया। रीखा बाला बाशंतो री 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 री। धन्यवाद 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 धन्यवाद। ओ छूले 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 प्रभु, हरे को छूले प्रभु, हरे को छूले प्रभु, हरे को छूले प्रभु, हरे को छूले राजा। राबा बाबा बा नमा शदा ला 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 बा रबा कबा शकलबा। ओ रूह पाक मुझको चला, जैसे तेरी मर्जी चला। कह सकते आप, प्रभु के नाम को ऊंचा कर सकते। ओ रूह पाक मुझको चला, जैसे तेरी मर्जी चला। अपने हाथों को स्वर्ग की उठाकर कह सकते हैं, ओ रूह पाक मुझको चला, जैसे तेरी मर्जी चला। हाँ प्रभु पवित्र आत्मा परमेश्वर, रूह पाक मुझको चला जैसे तेरी मर्जी चला। मेरे जीवन से तेरी मर्जी पूरी हो, तेरी इच्छा पूरी हो प्रभु। इस जीवन से प्रभु आपकी महिमा हो वे राजा। धन्यवाद करते प्रभु सारी बातों के लिए। यहाँ पर जितने लोग जुड़े प्रभु सबको आशीष कर।
ब्लेस कर। आगे प्रभु आपके जन जो वचन के द्वारा प्रभु आप उनसे बात करेंगे, हम सबसे प्रभु इस बात के लिए आपका धन्यवाद करते हैं। आशीष कर यीशु के नाम से मांगते हैं, आमेन आमेन। थैंक यू सो मच। Amen. Amen. Thank you, Pastor Lee. Thank you. Wonderful Praise the Lord. worship. ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମେ ଧନ୍ୟବାଦ ଦେବା। ପାଷ୍ଟର ଅଜୟ ମସି ସାର୍ଙ୍କୁ ଧନ୍ୟବାଦ ଦେବା। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଆମେ ବିଜ୍ଞାପନ ଶୁଣିବା। ଆମମାନଙ୍କ ମଧ୍ୟରେ ଆଉ ପ୍ରଭୁଙ୍କ ଦାସ ଆଉ ପଞ୍ଚମ ଗେଟ୍ ଟୁଗେଦର ସଭାପତି ସାର୍ ଅଛନ୍ତି କି? ସାର୍ ଆଜ୍ଞା, ସାର୍ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ସାର୍ ବିଜ୍ଞାପନ କରନ୍ତୁ ସାର୍। ଉପସ୍ଥିତ ସମସ୍ତ ମୋର ଆନ୍ତରିକ ନମସ୍କାର। ପ୍ରଭୁ ଅନୁଗ୍ରହ କରି ଆଜି ଏ ଶୁଭ ପ୍ରଭାତ ଦେଖିବା ପାଇଦେଲେ ଏବଂ ମଧ୍ୟସ୍ଥି ପ୍ରାର୍ଥନାରେ ଅତି ସୁନ୍ଦର ଭାବେ ଅମ୍ବିକା ସୃଷ୍ଟି ପଢ଼େଇ ନେଲେ। ମୁଁ ପରିଚାଳନା କରି ତାଙ୍କର ସୁଇଚ୍ ଅଫ୍ ହେଇଯାଇଛି, ସେଥିପାଇଁ ସେ ପରିଚାଳନା କଲେ ବା ଆମ ପୋଷ୍ଟ ଆଜ୍ଞା ପରିଚାଳନା ବହୁତ ବହୁତ ଧନ୍ୟବାଦ। ଆମମାନଙ୍କୁ ସବୁବେଳେ ଆମେ ଗୋଟେ ବିଷୟ କହିବା ଦ୍ୱାରା ସମସ୍ତଙ୍କର ବୋର ବି ହେଉଥିବ, କିନ୍ତୁ ଆମମାନଙ୍କର ପାଖେଇ ଆସିଲାଣି, ଆଉ ଅଳ୍ପ ଦିନ ଅଛି। ତେଣୁ ଆପଣଙ୍କ ସ୍ମରଣ ନିମନ୍ତେ ଆମେ ପ୍ରକାଶ କରୁଛୁ ଯେ ଆମମାନେ ପ୍ରାର୍ଥନା କରିବା। ପ୍ରାର୍ଥନା ହିଁ ଆମମାନଙ୍କୁ ସବୁ କିଛି ଭରସା, ପ୍ରାର୍ଥନା ହିଁ ଆମମାନଙ୍କୁ ସବୁ କିଛି ରାସ୍ତା ଖୋଲା ରହିବ। ଯେହେତୁ ଆମେ ପ୍ରାର୍ଥନାର ଶକ୍ତି ହିଁ ଆମମାନଙ୍କୁ ଅନେକ କାର୍ଯ୍ୟ ସାଧନ କରିଛି, ଯୋଉଦ୍ୱାରା କି ଆମେ ଉଠି ଯାଇଥିଲୁ। ପ୍ରାର୍ଥନାର ବଳରେ ହିଁ ସବୁ କିଛି, କୌଣସି ଆପଦ ବିପଦ ଆମ ମଧ୍ୟରେ ଦେଖା ଦେଇନଥିଲା। ଅତି ସୁନ୍ଦର ଭାବେ ଆମେ ଆସି ଘରେ ପହଞ୍ଚିଥିଲୁ। ଆଉ ତେଣୁକରି ଆମର ବିଜ୍ଞାପନ ରହିବ ଯେ ପ୍ରାର୍ଥନା ସମସ୍ତେ ବ୍ୟକ୍ତିଗତ କେତେ ଲୋକ ପ୍ରାର୍ଥନା କରିବା, ଯୋଉମାନେ ଘର ରହନ୍ତି ଆସୁନାହାନ୍ତି ସେମାନଙ୍କୁ ମଧ୍ୟ ଆମେ ଅନୁରୋଧ କରୁଛୁ ବ୍ୟକ୍ତିଗତ ଭାବେ ଏବଂ ପାରିବାରିକ ଭାବେ ପ୍ରାର୍ଥନା କରନ୍ତୁ। ଯେ ପ୍ରାୟ 64 ଲୋକ ଆମେ ଯାଉ ମାନଙ୍କ ନିମନ୍ତେ ପ୍ରାର୍ଥନାରେ ସ୍ମରଣ ରଖୁ। ଦ୍ୱିତୀୟ ହଉଛି ଯେ ଆମମାନଙ୍କର ଯାହା ଟିକେଟ କରାହେଇଛି, ଅନେକ ଲୋକଙ୍କର ଟିକେଟ କନଫର୍ମ ହେଇପାରିନି, ସେଥିନିମନ୍ତେ ପ୍ରାର୍ଥନା କରନ୍ତୁ। ମୋର ୱେଟିଂରେ ଗୋଟେ 3-4 ଜଣଙ୍କ ରହିଛି କନଫର୍ମ ହବ ବୋଲିକି ଆମର ପ୍ରାର୍ଥନା ଆଶା, ସେଟା କନଫର୍ମ ବି ହୁଏ, କିନ୍ତୁ ୱେଟିଂଟା କଷ୍ଟ ଟିକେ ହୁଏ। ସେ ୱେଟିଂଟା ବି ଆମମାନଙ୍କର କନଫର୍ମ ହେଇପାରିବ ପ୍ରାର୍ଥନା। ତାପରେ ପ୍ରାର୍ଥନା କରନ୍ତୁ। ଆଉ ଅନେକ ଲୋକ ଆମେ ଶୁଣୁଥିଲୁ ଯେ ଆମର ବଡ଼ ଆଜ୍ଞାଙ୍କର ଶ୍ୱଶୁର ଆଜ୍ଞା ଯିବା କଥା, କିନ୍ତୁ ଆମ ଶ୍ୱଶୁରଙ୍କ ଦେହ ଭଲ ନାହିଁ, ସେମାନେ ବି ମୁମ୍ବାଇ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି, ଟିକେଟ ବି କରିଛନ୍ତି। ଯେ ପ୍ରକାର ସୁସ୍ଥ ସବଳ ରହିବେ ସେଥି ନିମନ୍ତେ ପ୍ରାର୍ଥନା। ସମସ୍ତେ ଯେତେ ଲୋକ ଆମେ ଯିବୁ ସମସ୍ତ ପାଇଁ ପ୍ରାର୍ଥନା କରନ୍ତୁ, ଯେପରି ସମସ୍ତେ ସୁସ୍ଥ ସବଳ ରହିବେ ସେଥି ନିମନ୍ତେ ପ୍ରାର୍ଥନା କରନ୍ତୁ। ତାପରେ ପ୍ରାର୍ଥନା କରନ୍ତୁ। ଆମମାନଙ୍କର ଆଜି ହେଇଗଲା 28 ତାରିଖ, ଆଉ ମାତ୍ର 2-3 ଦିନ ଅଛି। ଆଉ 2-3 ଦିନ ଭିତରେ ଯାହା କିଛି ଆମମାନଙ୍କ ପାଇଁ ରେଜିଷ୍ଟ୍ରେସନ କାର୍ଯ୍ୟ କରାଯାଇଛି 4,300 ଟଙ୍କା, ଯେଉଁମାନେ ଏ ପର୍ଯ୍ୟନ୍ତ ପୈଠ କରିନାହାନ୍ତି ଅତି ଶୀଘ୍ର କରିବା ପାଇଁ ଚେଷ୍ଟା କରନ୍ତୁ। ଆମେ 2-3 ଦିନ ଭିତରେ ପୈଠ କରିଦିଅନ୍ତୁ। ଏ ପ୍ରକାର ଆମେ 31 ତାରିଖ ସୁଦ୍ଧା ସମସ୍ତ ପଇସା ଯେ ପ୍ରକାର ଆମେ ପାଇଯିବୁ, ଯାହାକି ଆମମାନଙ୍କର ଧାର୍ଯ୍ୟ କରାଯାଇଛି ମୁମ୍ବାଇ ଯିବା, ରହିବା, ଖାଇବା ଆଉ ବୁଲିବା ପାଇଁ ଯୋଉ ଧାର୍ଯ୍ୟ କରାଯାଇଛି 4,300 ଟଙ୍କା, ସେଇଟା ଯେ ପ୍ରକାର ସମସ୍ତେ ଦେଇପାରିବେ ସେଟା ଚେଷ୍ଟା କରନ୍ତୁ। ସମସ୍ତଙ୍କୁ ନମସ୍କାର। ଆଉ ଗୋଟିଏ ବିଷୟ ରହିଗଲା ଯେ ଯୋଉମାନେ କିଛି କିଛି ଯଦି ସାହାଯ୍ୟ ଦେବା ପାଇଁ, କେବେ ତ ସାହାଯ୍ୟ ମାଗେ ନାହିଁ, ବର୍ଷରେ ଥରେ ମାଗେ, ଯାହାକି ଏ ଗେଟ୍ ଟୁଗେଦର ପ୍ରୋଗ୍ରାମ ନିମନ୍ତେ। ଯଦି କେହି ପ୍ରଭୁ ହୃଦୟରେ କାର୍ଯ୍ୟ କରୁଛନ୍ତି ସେମାନେ କିଛି ହସ୍ତ ବଢାନ୍ତୁ ଏବଂ ସେଠାରେ ଯେ ପ୍ରକାର ପ୍ରଭୁଙ୍କର ଗୌରବ ହବ, ପ୍ରଶଂସା ହେବ, ସେଥି ନିମନ୍ତେ ଆମେ ବକ୍ତାମାନଙ୍କୁ ଆରେଞ୍ଜମେଣ୍ଟ କରିବା ନିମନ୍ତେ ଅନେକ ବିଷୟର ଆବଶ୍ୟକତା ରହିଛି। ସେଥିପାଇଁ ଆପଣମାନେ ପ୍ରାର୍ଥନା ସହିତ ହସ୍ତ ବଢାନ୍ତୁ, ପ୍ରଭୁ ନିଶ୍ଚୟ ଆପଣଙ୍କୁ ଆଶୀର୍ବାଦ। ଧନ୍ୟବାଦ ସାର୍ ସୁନ୍ଦର ବିଜ୍ଞାପନ ପାଇଁ। ପ୍ରତିଦିନ ପ୍ରଭୁଙ୍କର ଦାସ ପଞ୍ଚମ ଗେଟ୍ ଟୁଗେଦର ସଭାପତି ବୋଝର ସହିତ ବିଜ୍ଞାପନ ଦିଅନ୍ତି, ଆମେ ସମସ୍ତେ ଶୁଣୁ, ଆଉ ସେ ବିଜ୍ଞାପନ ପ୍ରତି ଆମେ ଧ୍ୟାନ ଦେବା। ଆଉ ମାତ୍ର 9 ଦିନ ରହିଲା ବମ୍ବେ ଟୁର୍ସ ପାଇଁ, ବମ୍ବେ ଯିବା ପାଇଁ। ଆମେ ଚିନ୍ତିତ ହେଇଯାଉଥିଲୁ ଯେ ଜୁନ 2 ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ହେବ,
भीषण गरम हेब कौन करवा मु बसी बसी चिंता करुଥିଲି ए भीषण गरम आउ खरा उत्ताप ए सबु जो शब्द गुड़ाक बाहरी प्रभु तुम्हें चाहिए सब कंट्रोल करदेव असंभव को संभव करदेव तेरे आम गत काली शुणी पार्थु विभिन्न जगह वर्षा प्रभु आश्चर्य भाव में कार्य करेंगे आम प्रार्थना करवा पाणीपाग भल थी उत्तम हे सब किसी उत्तम हेब आम प्रार्थना स्मरण करवा द्रुत गति प्रस्तुति चली मो दुईटा झी आ गत सप्ताह सुटकेस बेग गुड़ाक रेडी कर रखले तापरे आमर रायगड़ा मो दुईटा झील डांस शिखुंट कोरापुट रे आम सुधीर गरड़ा आज्ञा पुओ झील मैंने डांस शिखुंट सेपट बलांगीर रे अनुपमा बाग दीदी झील डांस शिखुची सेपट कंधमाल रे बालीगुड़ा रे आमर जड़े झील सीटी डांस शिखुची एपट पद्मासिनी कराड़ दीदी से वेलकम गीत पे प्रस्तुत होती सेपट आमर रंकरत्न माली आज्ञा थीम गीत पे प्रस्तुत होती आमर के लिमा सार वर्शिप पे प्रस्तुत होती समस्त प्रस्तुति चली प्रभु ए समस्त प्रस्तुति आशीर्वाद करंतु जे सुंदर भाव में प्रोग्राम हेबो से निमंते नित्य प्रार्थना रे आमे तोड़ी धरुथिबा आ विलंब करबा नाही आमे सीधा सड़क प्रभुंकर से मुख निर्गत जीवंत वाक्य को आमे श्रवण करबा आ वाक्य सुनिबा पूर्वरु प्रभु को वाक्य रु मु गोटे पद पढ़ी आ लेखा अच्छी गीत संहिता तार 119 अध्याय 72 पदरे लेखा अच्छी हजार हजार सुना और रूपा अपेक्षा तुम मुखर व्यवस्था मो प्रति उत्तम हजार हजार सुना और रूपा अपेक्षा तुम मुखर व्यवस्था मो प्रति उत्तम प्रभु वाक्य पठन एवं श्रवण री आमान को आशीर्वाद करंतु प्रभुंकर मुखर व्यवस्था को आम शुणा वाक्य को शुणा जो वाक्य जो व्यवस्था मो पाई आपण मान उत्तम अटे आ से व्यवस्था हजार हजार सुना एवं रूपा अपेक्षा मध्य महत तेज आसतु प्रभुंकर से जीवंत वाक्य को श्रवण करने मध्य प्रभुंकर दास समस्त अति प्रिय आउ गजपति जिला मार्लोबा मंडली डिकन आउ जेना सार अच्छी पवित्र जेना सार को प्रभु जीशुख्रीष्ट नाम रे मु स्वागत करने सहित आह्वान करी प्रभु दास सम्मुख को आसबे प्रभुंकर से मुख निर्गत जीवंत वाक्य को प्रकाश करेंगे प्रभु दास कहते आम घरे करेन्ट ना कि मु रिक्वेस्ट कली सार आपण टर्च लाइट ऑन करके मत आज वाक्य दिंतु आपण मुखर आम शुणु तेज आसतु एक उच्च करताल दे आमने जेना सार को आमने स्वागत करवा ओवर टू जेना सर आपण कंटिन्यू करंतु सर नमस्कार नमस्कार सर्वप्रथम त्राणकर्ता प्रभु जीशु ख्रीष्ट को धन्यवाद देवार सहित आमानकर कतिरे आज परिचालना करथबा आमानकर सर्वश्रेष्ठ होस्ट आज्ञा कतिरे आमानकर सभापति परीक्षा आज्ञा कतिरे एवं प्रभुंक दासदासी मान कतिरे प्रत्येक को मोर एई प्रातः समय नमस्कार जनाए नमस्कार वास्तव भाव में करेन्ट नाही आउ किछि पवन वर्षा हला संध्या रे आउ से करेन्ट चली जाइछि हेले मध्य चेष्टा करूछि आउ मो लाइट मध्य मोरे दीटा मोबाइल रे काम करछि मो लाइट द्वारा आ जहाँ मोर टिके भूल भाल हे ख्रीष्ट रूपे क्षमा करंतु आसंतु प्रार्थना करिबा प्रभु तुमर से असीम प्रेम दयार जीवन रे बंचैल एई प्रातः समय तुम जीवंत वाक्यर कथा कहबा पई तुम प्रस्तुत करिछ तबे मते लुचाओ तुम वाक्य तुम कथा को प्रत्येक शुणु ग्रहण करी विश्वास करी एई अंतिम समय प्रस्तुत प्रत्येक को तुम पवित्र आत्मार कर्तृत्व कर ए समस्त प्रार्थना त्राणकर्ता प्रभु जीशु ख्रीष्ट नाम रे मागुअछि पिता आमेन आमेन आमानकर आज प्रसंग हिला जीवन प्राप्त निमंते मो निकट को आसीबा को इच्छा करूना हो जीवन पाइबा पाए जीशु कहले जीवन से जीशु जगत रे थिबा समय रे जीशु निजे कहले जे जीवन पाइबा निमंते मो निकट को आसीबा को इच्छा करूना हो ताहा पवित्र आत्मार कर्तृत्व हुई आउ जहन लिखित सुसमाचार रे तांको पवित्रतार बोध अनुसार
এই সুন্দর বাক্যটি লেখিলে ଯାହା ଯୌନ ଲିଖିତ 5:40 ପଦରେ କିନ୍ତୁ ତୁମେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବା ପାଇଁ ଇଚ୍ଛା କରୁନାହ। ଆମେ ଆମମାନଙ୍କର ଜୀବନ କି ପ୍ରକାର ରକ୍ଷା ହବ ସବୁବେଳେ ପ୍ରତ୍ୟେକ ସମୟରେ ଯେତେବେଳେ ଆମେ ରାତ୍ରିରେ ଚାଲୁଥାଉ କିଛିଟା ଅନ୍ଧାର ମଧ୍ୟକୁ ଗଲେ ଆମେ ଟିକେ ଭୟ ହଉ କାହିଁକି କୌଣସି ହିଂସକ ଜତୁ ଆମମାନଙ୍କୁ କ'ଣ ମାନେ ଘାତ କରିବା ପାଇଁ ବହୁତ ଜାଗ୍ରତ ହେଇ ଚାଲିଥାଉ। ସେହିପରି ଆମେ ମଧ୍ୟାହ୍ନ ସମୟରେ ଦିନମାନଙ୍କରେ ବର୍ଷମାନଙ୍କରେ ଆମେ ଦିନରେ ଚାଲୁଛୁ ରାତିରେ ଚାଲୁଛୁ ମାନେ ନା ମଧ୍ୟାହ୍ନରେ ଶୋଉଛୁ ସବୁବେଳେ ଶୋଉଛୁ କିନ୍ତୁ ଆମମାନଙ୍କର ଜୀବନ ରକ୍ଷା ହେଇଛି କି ଈଶ୍ୱରଙ୍କର ନିମନ୍ତେ ଆମମାନଙ୍କର ଜୀବନ ରକ୍ଷା ନିମନ୍ତେ ଆଉ ତାଙ୍କ ନିକଟକୁ ଆମେ ଯାଇଛୁ କି ସେଥିପାଇଁ ଜୀବନ ପ୍ରାପ୍ତ ନିମନ୍ତେ ମୋ ନିକଟକୁ ଆସିବାକୁ ଇଚ୍ଛା କରୁନାହୁଁ। ସେ କହିଲେ ଜହନ ଏହି ସୁନ୍ଦର କଥାଟି କହିଲେ ତାଙ୍କର ପବିତ୍ର ଆତ୍ମାର କର୍ତ୍ତୃତ୍ୱରେ ଆଉ ଏଇ କଥାଟି କହିଲେ ଯେ ଆମେ ସମସ୍ତେ କି ପ୍ରକାର କାରଣ ଯୀଶୁଙ୍କ ମୃତ୍ୟୁରେ ଜୀବନ ରହିଅଛି। ଯେତେବେଳେ ସେ ଜଗତକୁ ଆସିଲେ ଏ ମାନବ ଜାତିର ସମସ୍ତ ପାପ ନିମନ୍ତେ ସେ ତାଙ୍କର ଜୀବନ ଦେଲେ ଆଉ ତାଙ୍କର ଜୀବନ ଦେବା ନିମନ୍ତେ ଆମେ ଜୀବନ ପ୍ରାପ୍ତ ହେଇଛୁ ଆମେ ଜୀବନ ପାଇବାରେ ରହିଛୁ କାରଣ ଏକ ଜୀବାତ୍ମା ରହିଛି ଆଉ ସେ ମନୁଷ୍ୟ ଶରୀର ନଷ୍ଟ ହେଲେ ସୁଦ୍ଧା ଜୀବାତ୍ମା ବା ଜୀବନ ନଷ୍ଟ ହୁଏ ନାହିଁ। ଆମେ ମରୁଛୁ କିନ୍ତୁ ଆମର ଜୀବନ ଗୋଟେ ରହୁଛି ଯେ ସେଇ ଜୀବନ ଏଇ ରକ୍ତାଂଶ ଶରୀରର ଜୀବନ ତାହା ନୁହେଁ ଏକ ପବିତ୍ର ଆତ୍ମା ଏକ ଜୀବାତ୍ମା ରହିଛି ଯୋଉ ଆତ୍ମା ତାଙ୍କ ଆମମାନଙ୍କୁ ଦେଇଅଛନ୍ତି ପବିତ୍ର ଆତ୍ମାର ଜୀବନ ଦେଇଅଛନ୍ତି ସେଇ ଆତ୍ମାଟି। ସେଥିପାଇଁ ଯୀଶୁଙ୍କ ସମୟରେ କହିଲେ ତୁମ ଉପରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଛି। କାହିଁ ସେ ଯେତେବେଳେ ପିତା ତାଙ୍କୁ ସେଇ ଆତ୍ମା ଦେଇଥିଲେ ସେ ଜୀବନ ଦେଇଥିଲେ ଯେତେବେଳେ ମୃତ୍ୟୁବରଣ ସମୟରେ ସେ ଆତ୍ମା ସମର୍ପଣ କରୁଅଛନ୍ତି ଜୀବନ ସମର୍ପଣ କରୁଅଛନ୍ତି ଆଉ ସେଇ ଜୀବନ ଆମେ ପାଇବା ପାଇଁ ଆମେ ଏପର୍ଯ୍ୟନ୍ତ ଆମେ ଇଚ୍ଛା କରୁନାହୁଁ କାରଣ ଲେଖା ଅଛି ସେ ଏଫେସୀୟ ମଣ୍ଡଳୀ 5:17 ଏଣୁ ନିର୍বোଧ ନହୋଇ ପ୍ରଭୁଙ୍କର ଇଚ୍ଛା କ'ଣ ପ୍ରଭୁଙ୍କ ଇଚ୍ଛା କ'ଣ ଯେ ଜୀବନ ପାଇବା ନିମନ୍ତେ ଜୀବନ ପ୍ରାପ୍ତ ନିମନ୍ତେ ଯେପରି ପାଇବେ ସେ ମୋର ଅନନ୍ତ ଜୀବନ ଅଧିକାର କରିବେ କାରଣ ଜୀବନ ପାଇବା ନିମନ୍ତେ ଯାହା ଆଉ ତାଙ୍କର ପ୍ରତିଜ୍ଞା ଯେ ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ଆମେ ସତ ଶାରୀରିକ ଭାବରେ ଯାଇଛୁ କିନ୍ତୁ ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ହେଲେ କ'ଣ କଲେ ପ୍ରାଣ ଆମର ରକ୍ଷା ହୋଇପାରିବ। ସେଥିପାଇଁ କହିଲେ ଆମର ଜ୍ଞାନୀ ସୋଲୋମନ ଗୋଟିଏ କଥା କହିଲେ 13:3 କରେ ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ ସେ ଆପଣା ପ୍ରାଣ ରକ୍ଷା କରେ। ପ୍ରହରୀ ଆମମାନଙ୍କର ମୁଖରେ ପ୍ରହରୀ ରଖିବା ଯେ ପ୍ରହରୀ କ'ଣ କରୁଛି କାରଣ ଆମର ମୁଖ କ'ଣ କରୁଛି ସେଥିପାଇଁ ଆମେ କାହିଁକି ପ୍ରହରୀ ରଖିବା ଆମେ ଅନେକ ନିମନ୍ତେ ପ୍ରହରୀ ରଖନ୍ତି କୌଣସି ବାଧା ଦେବେ ବୋଲି ତେଣୁ ଆଜି ଆମମାନଙ୍କର ଶରୀରରେ ଆମମାନଙ୍କର ଜୀବ ଆମମାନଙ୍କର କ'ଣ ସୁରକ୍ଷା ନିମନ୍ତେ ଏକ ପ୍ରହରୀ ଆମମାନଙ୍କୁ ଆବଶ୍ୟକ କଥାବାର୍ତ୍ତା ଚାଲିଚଳନ ଆମମାନଙ୍କର ବ୍ୟବହାର ଆମମାନଙ୍କର ସହିତ ହେଲେ ପ୍ରହରୀ କିଏ ଯେ ପ୍ରହରୀ ହେଉଛି ଆମମାନଙ୍କର ମୁଖର ପ୍ରହରୀ ପ୍ରାର୍ଥନା। ସେ ଯେ କମ୍ପାନୀ ମାନଙ୍କୁ ପ୍ରହରୀ ରଖନ୍ତି ସେମାନେ ଜଗି ରଖନ୍ତି ତାହା ନଷ୍ଟ ନ କରିବା କିନ୍ତୁ ଆମମାନଙ୍କର ମୁଖର ଜୀବନର ପ୍ରହରୀ ଆମମାନଙ୍କର ପ୍ରାର୍ଥନାର ସହିତ ମୁଖରେ ରହିବାକୁ ପଡିବ ସେଠି ହେଲେ ଆମମାନଙ୍କର ପ୍ରାଣ ରକ୍ଷା ହେଇଯିବ। ଆମେ ଦେଖୁଛୁ ସେଇ ପ୍ରକାର କାରଣ ଆମେ ଦେଖୁଥିଲୁ ଯେ ଆମେ ଜାଣିଛୁ ଆମେ ସମସ୍ତ ବିଷୟରେ ଆମେ ଜାଣିଛୁ ଯେ ଲାଜାରଙ୍କର ବିଷୟରେ ଆମେ ସବୁବେଳେ ଜାଣିଛୁ ଯୀଶୁ ନିଜେ ଜଗତରେ ଥିବା ସମୟରେ କ'ଣ କହିଲେ ଯୀଶୁ ତାଙ୍କୁ କହିଲେ ମୁଁ ପୁନରୁତ୍ଥାନ ଓ ଜୀବନ ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ବଞ୍ଚିବ। କେତେ ସୁନ୍ଦର କଥା ଯୀଶୁ ଜଗତରେ ଥିବାରେ ମୁଁ ପୁନରୁତ୍ଥାନ ଓ ଜୀବନ ଯେ ବିଶ୍ୱାସ କରେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। କେତେ ସୁନ୍ଦର କଥା କିଏ ବଞ୍ଚିଥିଲା ନିଜେ ସ୍ୱୟଂ ସେ ଜଗତରେ ଥିବା ସମୟରେ ଏକ ସ୍ୱୟଂ ଭାବରେ ଯୀଶୁ ସେ ଜୀବନରେ ଉଠେଇଥିଲା କାହାକୁ ଉଠେଇଥିଲା ଯେ ସେ କ'ଣ ଉଠେଇଥିଲା
ଆଉ ସେ କ'ଣ ଲାଜାରକୁ ପୁନରୁତ୍ଥାନ ଜୀବନ ଉଠେଇଥିଲା, ଲାଜାରକୁ ଜୀବନ ଦେଇଥିଲା, ଯାହାକି ଆମେ ଦେଖୁଛୁ କେତେ ସୁନ୍ଦର କଥା। ସେ 11:33 ଦେଖିବା, ଅତଃ ଯୀଶୁ ତାକୁ ଓ ତାଙ୍କ ସହିତ ଆସିଥିବା ଯହୂଦୀ ମାନଙ୍କୁ କରୁଥିବା କି ଆତ୍ମାରେ ଉତ୍ତରିତ ହେଲେ, ପୁଣି କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ, ତାକୁ କେଉଁଠାରେ ରଖିଅଛ? ସେମାନେ ତାଙ୍କୁ କହିଲେ, ପ୍ରଭୁ ଆସି ଦେଖନ୍ତୁ। ଆଉ ଯୀଶୁ କାନ୍ଦିଲେ। ତାପରେ ଆମେ ତଳରେ ଦେଖିବା 36 ଗୋଟେ କଥା, ସେ କାହିଁକି କାନ୍ଦିଲେ ତଳପଦ ଲେଖିବା, ସେଥିରେ ଯହୂଦୀ ମାନେ ସେ ଦେଖ ତାଙ୍କୁ କିପରି ସ୍ନେହ କରୁଥିଲେ, ପ୍ରେମ ସେ ସ୍ନେହ କରୁଥିଲେ, ଲାଜାରକୁ ସେ ସ୍ନେହ କରୁଥିଲେ। ଯେତେବେଳେ ସେ ମୃତ୍ୟୁବରଣ କଲେ ସେ କାନ୍ଦିଲେ। ଆଜି ଆମମାନେ ମଧ୍ୟ ତଦ୍ରୁପ ଅଟୁ। ଲାଜାର ଯୋଉ ପ୍ରକାର, ଆମେ ମଧ୍ୟ ସେ ପ୍ରକାର, ଆମମାନଙ୍କୁ ମଧ୍ୟ ଜୀବନରେ ରକ୍ଷା କରିବା ପାଇଁ ତାଙ୍କର ଇଚ୍ଛା। ସେ ସମସ୍ତଙ୍କୁ ସ୍ନେହ କରୁଥିଲେ, ସ୍ନେହ କରୁଅଛନ୍ତି। ସେଥିପାଇଁ ସେ କହିଲେ, ଦୃଢ଼ ଭାବରେ ସେ କହିଲେ, ସେ ତାଙ୍କୁ ସେ ସ୍ନେହ କରୁଥିଲେ, କାରଣ ତାଙ୍କଠାରେ ସେ ବିଶ୍ୱାସରେ ଥିଲେ, ସେ ସ୍ନେହ କରୁଥିଲେ। ସେଥିପାଇଁ ସେ କ'ଣ କଲେ, ଆଉ ସେ ଜୀବନ, ଯୀଶୁ ତାଙ୍କୁ କ'ଣ କଲେ, ତାଙ୍କୁ ଜୀବନ ଦେଲେ। ସେଥିପାଇଁ ସେ କହିଲେ, ସେ ଏହା କହି ଉଚ୍ଚ ସ୍ୱରରେ ଡାକିଲେ, ଲାଜାର ବାହାରି ଆସ। ଯେତେବେଳେ ସେ ମୃତ୍ୟୁର ବନ୍ଧନରେ ଥିଲେ, ତାକୁ ସେ ପଥର ଗୋଡ଼ା ଯାଇଥିଲା, ଆଉ ସେ ତାକୁ ଯେତେବେଳେ ଲାଜାର ବାହାରି ଆସ, ସେ ଜୀବନ ପାଇଲା। ଆଜି ବର୍ତ୍ତମାନ ମଧ୍ୟ ଆମେ ଏକ ପାପ ରୂପକ କବରରେ ବନ୍ଧନରେ ବାନ୍ଧି ଅଛୁ। ପ୍ରଭୁ ଆମମାନଙ୍କୁ ଡାକୁଅଛି, ପ୍ରଭୁ ହେ ଜେନା ବାବୁ ତମେ ଆସ, ବାହାରି ଆସ। ଆମମାନଙ୍କୁ ଯୋଉ ପାପ ରୂପକ ଦୌଡ଼ି ଆମମାନଙ୍କୁ ବନ୍ଧା ଯାଇଛି, ଆମମାନଙ୍କର ସେ ବନ୍ଧା କ'ଣ ଅଛି, ଆମେ ଜୀବନ ପାଇବା ନିମନ୍ତେ ତାକୁ ଇଚ୍ଛା କରୁନାହୁଁ। ଆମମାନଙ୍କର ସେଇପରି ଜୀବନ, ଯୋଉ ଜୀବନ ପାଇଁ ଆମମାନଙ୍କର ଆଗ୍ରହ ନୁହଁ, ସେ ଜୀବନ ପାଇଁ ଆମେ ଆଗ୍ରହ ନୁହଁ। ତେଣୁ ଆଜି ଆମମାନଙ୍କୁ ସେ ବନ୍ଧନ ଅବସ୍ଥାରେ ଅଛି। ସେଥିପାଇଁ ଯୀଶୁ ଆଉ ସେଇ ପୁସ୍ତକରେ କହିଲେ ଯେ କ'ଣ, ଆଉ ତମେ ମାନେ ଯେଉଁ ଲୋକ ମାନେ ସେମାନେ ଆଉ ଆସିବା ମୋ ନିକଟକୁ ଆସିବା ପାଇଁ ଇଚ୍ଛା କରୁନାହାନ୍ତି, କିନ୍ତୁ ତୁମେ ମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବାକୁ ଇଚ୍ଛା କରୁନାହ। ପ୍ରଭୁ ଯୀଶୁ ସେଇ ସୁନ୍ଦର କଥା କହିଲେ। ଆଜି ଯଦି ଆମେ ତାଙ୍କ ନିକଟବର୍ତ୍ତୀ ନ ହେବା, କାରଣ ତାଙ୍କର ଇଚ୍ଛା ଯେ କୌଣସି ଲୋକଙ୍କୁ ବିନଷ୍ଟ ନ କରିବା ପାଇଁ ଇଚ୍ଛା, ଜୀବନ ପ୍ରାପ୍ତ ହୁଅନ୍ତୁ, ଜୀବନ ପ୍ରାପ୍ତ ହୁଅନ୍ତୁ, ତାଙ୍କର ସେଇ ପ୍ରକାର ଇଚ୍ଛା। କାରଣ ସେ ଜ୍ଞାନୀ ସୋଲୋମନ ଗୋଟିଏ କଥା କହିଲେ 28:8, ଯେଉଁ ଲୋକ ସିଦ୍ଧ ଭାବରେ ଚାଲେ ସେ ରକ୍ଷା ପାଏ, ମାତ୍ର ଆପଣା ପଥରେ କୁଟିଳ ଲୋକ ଅକସ୍ମାତ ପଡ଼ିବ, ଜୀବନ ରକ୍ଷା ହେବ। କ'ଣ? ସିଦ୍ଧ ଭାବରେ ଚାଲିବା, ପବିତ୍ର ଭାବରେ ଚାଲିବା, ତାହେଲେ ଆମେ ସେଇ ଜୀବନ ପାଇବା, ସେ ଆମେ ରକ୍ଷା ପ୍ରାପ୍ତ ହେବା, ସେଇ ଜୀବନ ପାଇବା। ସିଦ୍ଧ ଭାବରେ ଯଦି ଆମେ ଚାଲିବା, ଜୀବନ ପାଇବା, ଆମର ଜୀବନ ରକ୍ଷା ହେଇଯିବ। ଆଉ ଏଇ ଆମେ ସିଦ୍ଧ ଭାବରେ ନଥିବା ହେତୁ ଆମମାନଙ୍କୁ ଡକାଯାଉଛି, କିନ୍ତୁ ତୁମେ ମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବା ପାଇଁ ଇଚ୍ଛା କରୁନାହ। ଆମେ ସିଦ୍ଧ ନାହିଁ, ଆଜି ଅପବିତ୍ର ଭାବରେ ଜୀବନ କାଟୁଛୁ, ଅସୁଚିତାରେ ଜୀବନ କାଟୁଛୁ। ଆମମାନଙ୍କ ପାଖରେ ପ୍ରକୃତରେ এই সিদ্ধ জীবন নাই, ধার্মিকতা জীবন নাই, প্রভু ভয় জীবন নাই। আমানଙ୍କର এই জগତରେ বন্ধা ହେବା ହେତୁ আমানଙ୍କର সেই ପ୍ରକାର ଚାଲିଛି। ତେଣୁ ଆଜି ଆମମାନଙ୍କୁ ସୁନ୍ଦର ଏ କଥା କୁହାଯାଉଛି। ତେଣୁ ଆମେ ଦେଖୁଆ ସେଇ ଆମମାନଙ୍କର ଜୀବନରେ କେତେ ସୁନ୍ଦର କଥା ଅଛି। ତେଣୁ ଲେଖା ଅଛି ସେ ଯୋହନ ତାର 14:10-11 ଲେଖା ଅଛି, ଅତି ସୁନ୍ଦର କଥା ଆମେ ଦେଖିବାକୁ ପାରୁଛୁ। ଯେ କ'ଣ ଲେଖା ଅଛି, ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, এই କଥା କ'ଣ ବିଶ୍ୱାସ କରୁନାହ? ମୁଁ ତୁମମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେଇ ସବୁ ମୋ ନିଜରୁ କହେ ନାହିଁ, କିନ୍ତୁ ପିତା ମୋ ଠାରେ ଥାଇ ଆପଣା କର୍ମ କରିଅଛନ୍ତି। ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ମୋର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗ ହେଲେ ବିଶ୍ୱାସ କର। ଆମମାନେ এই କଥା ପିତା ତାଙ୍କ ଠାରେ ଅଛନ୍ତି ଆମେ ବିଶ୍ୱାସ କରିବା। ଯଦି କେହି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ବିଶ୍ୱାସ ହେଉଛି ଏକ ମୂଳ ଆମମାନଙ୍କର ରହିଛି। ବିଶ୍ୱାସ କରିବା ଦ୍ୱାରା, କାରଣ ସେ ଯୋହନ 15:7 ଲାଗେ, ଯେଉଁ ଯଦି ତୁମେ ମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କ ଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର
ନିମନ୍ତେ ସାଧିତ ରହିବା ରହିବା